ଆଜି ମୋ ବ୍ଲଗିଂର 74 ଦିନ ପୁରିଗଲା ଏଜ୍ ଏ କମ୍ୟୁନିଟି ହେଲ୍ଥ ୱାର୍କର ଭାବରେ। ମୋର ଆଜି ନୂଆ ଜିପି ଯେଉଁଟାକି କଣ୍ଟିସାହି ଜିପି ଏଇର ଡ୍ୟୁଟି ପଡ଼ିଛି। ତ ଆଜି କଣ୍ଟିସାହିର ହେଉଛି ପଥରନେଶା ଏବଂ ପକିରିଆ ଗାଁରେ ମୋର ଡ୍ୟୁଟି ଅଛି। ଚାଲନ୍ତୁ ଯିବା ଦେଖିବା ପଥରନେଶା ଗାଁ ଏବଂ ପକିରିଆ। ବର୍ତ୍ତମାନ ମୁଁ ବାହାରିଗଲି। ଆପଣମାନେ କୁହନ୍ତୁ ଏଇଟା କେଉଁ ଜାଗା, ରାସ୍ତାଟା କେଉଁଠିକା ରାସ୍ତା ଆପଣମାନେ ଜାଣିପାରୁଥିବେ ଯଦି। ତାପରେ ସୁଳିଆପଦାରେ ପହଞ୍ଚିଗଲି। ପହଞ୍ଚିଲା ପରେ କିଛି ସମୟ ୱେଟ୍ କଲା ପରେ ଆମେ ଯାଇକି ପହଞ୍ଚିଗଲୁ ଅଙ୍ଗନବାଡ଼ି କେନ୍ଦ୍ରରେ। ସେଠାରେ ହିସି ବୋଲି ଜଣେ ଭିନ୍ନକ୍ଷମ ବ୍ୟକ୍ତି ଭାଇ ଅଛନ୍ତି। ତ ତାଙ୍କ ସହିତ କିଛି ଇଣ୍ଟରଭେନସନ୍ କରାଗଲା, ମାଡ଼ ଭାଇ କଲା ପରେ ମୁଁ ପହଞ୍ଚିଥିଲି ଦିଲ୍ଲୀପ ଭାଇ ଘରେ। ଦିଲ୍ଲୀପ ଭାଇ ଜଣେ ମାନସିକ ଅସୁସ୍ଥତା ବ୍ୟକ୍ତି। ତ ତାଙ୍କ ପରିବାର ଲୋକକୁ ବୁଝା ଯାଇଥିଲା କି ସେ ଯଦି ସରକାରୀ ଔଷଧ ଖାଆନ୍ତି ତାହେଲେ ତାଙ୍କର ମାନସିକ ରୋଗ ଭଲ ହୋଇଯିବ। ତ ଗୁଣିଗାରେଡ଼ି ଆପଣ ଦେଖାଇବା ସହିତ ସରକାରୀ ଔଷଧ ଖାଇବା ମଧ୍ୟ ନିହାତି ଜରୁରୀ ବୋଲି ବୁଝାଯାଇଥିଲା। ତାପରେ କ'ଣ ସରକାରୀ ସୁବିଧା ସବୁ ମିଳୁଛି ସେ ବିଷୟରେ ଆଲୋଚନା କରିଥିଲି। ଆଉ କ'ଣ ମିଳିବ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲି। ତାପରେ ତାଙ୍କ ସହିତ ଗାଁରେ ଆଉ କେହି ନୂତନ ଯଦି ଅଛନ୍ତି ଦିଦି, ୱାର୍ଡ଼ ମେମ୍ବର ଦିଦି ଅଛନ୍ତି ତ ପାଖରେ, ତ ତାଙ୍କ ସହିତ ଆଲୋଚନା କରିବେ କେବେ ଯିବେ ଜଣାଇବା ପାଇଁ କହିଥିଲି। ୱାର୍ଡ଼ ମେମ୍ବର ଦିଦିଙ୍କୁ ଦାୟିତ୍ୱ ଦିଆଯାଇଥିଲା କି ସେ ହସ୍ପିଟାଲ ନେଇକି ତାଙ୍କୁ ଯିବେ ବୋଲି। ଏସବୁ ଆଲୋଚନା କରିସାରିଲା ପରେ ମୁଁ ବାଲି ଦିଦିଙ୍କ ସହିତ ଭେଟ ହେଇଥିଲା, ଯାହାକି ଭିଡ଼ିଓ ମାଧ୍ୟମରେ ତାଙ୍କୁ ଆଣିପାରିନି। ତ ବାଲି ଦିଦିଙ୍କ ସହିତ ମଧ୍ୟ ସେ କ'ଣ ଔଷଧ ଖାଉଛନ୍ତି ସେ ବିଷୟରେ ସବୁ ଦେଖିଥିଲି। ତାପରେ ମୁଁ ମୋର ପଥରନେଶାରେ ଡ୍ୟୁଟି ଶେଷ କରି ଏହି ପୋଖରିଆ ଗାଁକୁ ଯାଇଥିଲି। ତାପରେ ଆମର ବ୍ଲଗିଂକୁ ମୁଁ ଏଠି ଶେଷ କରିବି।